ଦିନକୁ ଦିନ ବିଦ୍ୟୁତ ବିଲ୍ ଅହେତୁକ ବୃଦ୍ଧି ପାଇଁ ସାଧାରଣ ଲୋକ ଅସନ୍ତୋଷ। ଜଣେ ଖଟିକିଆ ମଜୁରିଆ ଇଲେକ୍ଟ୍ରିକ ବିଲ୍ ଦେବା ପାଇଁ ଅସମର୍ଥ। କାରଣ ଆଜିକା ଡେଟ୍ରେ ଜଣେ କେତେ ସ୍ୱଳ୍ପ ଆୟ ମଧ୍ୟରେ ନିଜ ପରିବାରକୁ ପ୍ରତିପୋଷଣ କରିବା କେତେ କଷ୍ଟ ଯେ ସେ ହିଁ ଜାଣିଛି। କାରଣ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ତା ମଧ୍ୟରେ ସୋଲାର ସ୍କିମ୍ ମଧ୍ୟ ଗୋଟେ କରାଯାଇଛି। ସେଇ ସୋଲାର ସ୍କିମ୍କୁ କିପରି ଭାବରେ ସାଧାରଣ ବେନିଫିସିଆରୀଙ୍କ ପାଖରେ ଅତି ସହଜରେ ଅତି ସ୍ୱଳ୍ପରେ ପହଞ୍ଚାଇ ପାରିବ ସେଥିପାଇଁ ଏକ ଯୋଜନା କରାଯାଇଛି। ସେଇ ଯୋଜନାକୁ ଆପଣଙ୍କର ଯୋଉ ଷ୍ଟେଟ ଲେବର କୋଅପରେଟିଭ सोसाइटी तरफରୁ ଆସିଛନ୍ତି କିଛି କର୍ମକର୍ତ୍ତା ମାନେ ଯୋଉମାନେ ଏଇ ସ୍କିମ୍ ମାଧ୍ୟମରେ ସେ ଲୋକମାନଙ୍କ ପାଖରେ ଯୋଗାଇ ଦେବେ। ତେଣୁ ଆମେ ପଚାରିବୁ ଯେ ସ୍କିମ୍ ଟି କଣ ଅଛି ଏବଂ କଣ ରହିଛି କ୍ରାଇଟେରିଆ ଲୋକମାନଙ୍କ ପାଖରେ କେମିତି ପହଞ୍ଚିବ ଏବଂ କଣ ରହିଛି ଆଜ୍ଞା ଆପଣ ଟିକେ ପରିଚୟ ଦିଅନ୍ତୁ। ମୁଁ ଶ୍ରୀ ରମେଶ ଚନ୍ଦ୍ର ସାହୁ ଷ୍ଟେଟ୍ ଲେବର କୋଅପରେଟିଭ सोसाइटी जिला संयोजक अच्छी। सरकारଙ୍କର ଏଇ ଯୋଉ ଆଭିମୁଖ୍ୟ ଅଛି ଘରେ ଘରେ ବିଜୁଳି କି କମେଇକି ସୋଲାର ବା ଆପଣଙ୍କର ସୂର୍ଯ୍ୟରଶ୍ମି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଆମେ ଆଜି ଜିଲ୍ଲାପାଳଙ୍କ ପାଖକୁ ଆସିଥିଲୁ। ତାଙ୍କର ସହାୟତା ଲୋଡ଼ିଛୁ। ସେମାନଙ୍କ ସହାୟତା ନେଇ ଆମେ ଆମ ଜିଲ୍ଲାରେ ପ୍ରତି ଘରେ ଘରେ ଏଇ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆମେ ଯାଉଛୁ। କଣ ରହିଛି ୟାର କ୍ରାଇଟେରିଆ କେମିତି କଣ ସାଧାରଣ ଲୋକ ପାଇପାରିବେ କେତେ ଟଙ୍କା ଦେଇପାରିବେ? ସାଧାରଣ ଲୋକ ତ ଏଠି ପଇସା ଦେବାର ନାହିଁ, ମାତ୍ର 50 ଟଙ୍କା ଦେଇକି ଗୋଟେ ସେମାନେ ମେମ୍ବର ହେବେ। ମେମ୍ବର ହେଇସାରିଲା ପରେ ଆମର ଯୋଉ କ୍ରାଇଟେରିଆ ରହିଛି ଯୋଉ ଡକୁମେଣ୍ଟ ସବୁ ଅଛି ସେଇ ଡକୁମେଣ୍ଟ ଦେଇକି ସେମାନେ ଆପ୍ଲାଏ କରିବେ। ଆପ୍ଲାଏ କରିବାର ଗୋଟେ ମାସ ଭିତରେ ସେମାନଙ୍କ ଘରେ ସେଇ ଲାଗିବ। ବିଭିନ୍ନ ପ୍ରକାର ଏଇଭଳି ସଂସ୍ଥା ଆସନ୍ତି ବା ଏଇଭଳି ସ୍କିମ୍ ଆସେ, ଲୋକ ଆର ଶିକାର ମଧ୍ୟ ହୁଅନ୍ତି, ପାଇପାରନ୍ତିନି। ଏଠି ତ ଆଜ୍ଞା ଆମେ ଲୋକଙ୍କଠୁ ନଉନୁ, ଶିକାର ହବାର ପ୍ରଶ୍ନ ଆଇଲା କୁ ଆମେ ଲୋକଙ୍କଠୁ କଣ ନଉଛୁ ଆଗେ ପଚାରୁନୁ। ଆମେ ତ ନଉନୁ କିଛି, ମାତ୍ର 50 ଟଙ୍କା ନିଆଯାଉଛି ଗୋଟେ ମେମ୍ବର ପାଇଁ। ଯଦି ଆପଣ 50 ଟଙ୍କା ଗୋଟେ କରପ୍ସନ ଭାବିବେ ଆମେ ଆଉ କଣ କରିବେ? କଣ ରହିଛି ୟାର ଆପଣଙ୍କର ଯୋଉ ଭିଜନ କଣ ରହିଛି, ଲୋକମାନଙ୍କୁ କେମିତି କଭର କରିବେ, ବ୍ଲକ ୱାଇଜ କରିବେ, କେମିତି କଣ ଆର ଆମେ ବ୍ଲକ ୱାଇଜ କରିବା ପାଇଁ ଆମେ ଭିଜନ ସାଧାରଣ ଲୋକ ଚିହ୍ନଟ କେମିତି କରିବେ ବା କେମିତି ପ୍ରଚାର ପ୍ରସାର ତ ସାଧାରଣ ନାହିଁ, ସମସ୍ତେ ଲଗେଇବେ। ସାଧାରଣ କଣ ଆଉ କୌଣସି ପ୍ରକାର ନିୟମ ନାହିଁ, ସମସ୍ତ ସବୁ ବର୍ଗର ଲୋକ ଲଗେଇବେ, ସବୁ ବର୍ଗର ଲୋକ ଲଗେଇବେ। ଆଉ ପ୍ରଚାର ପ୍ରସାର କଣ କେମିତି କରାଯାଉଛି? ଆମେ ସେଇ ବ୍ଲକ ମାଧ୍ୟମରେ କରୁଛୁ, ଆଉ ବ୍ଲକରେ କରୁଛୁ। ଆପଣଙ୍କର ଯୋଉ ପ୍ରତିନିଧି ମାନେ ଆମେ ଦେଖୁଛୁ ଅଛନ୍ତି ଆଜ୍ଞା, କଣ ସବୁ ବିଭିନ୍ନ ସ୍ତରରେ ଅଛନ୍ତି। ଆପଣଙ୍କର ଜିଲ୍ଲାରେ ଅଛନ୍ତି, ବ୍ଲକରେ ଅଛନ୍ତି, ପଞ୍ଚାୟତରେ ଅଛନ୍ତି। ଏଇଭଳି ଭାବରେ ଆମେ ପ୍ରସାର କରିବା ପାଇଁ ଚେଷ୍ଟା କରୁଛୁ। ଅଫିସ ହେଡ ଅଫିସ ଆପଣଙ୍କର ଭୁବନେଶ୍ୱର, କେନ୍ଦ୍ରାପଡା ଜିଲ୍ଲାରେ ଆମେ ଏବେ ଅଫିସ କରିବାକୁ ଯାଉଛୁ। ଏଇ ମାସର ଅଫିସ ହବ। ଜିଲ୍ଲା ଅଫିସ ଆସିଛନ୍ତି, ଜିଲ୍ଲାପାଳଙ୍କୁ କଣ ରହିଥିଲା? ଜିଲ୍ଲାପାଳଙ୍କ ସହାୟତାରେ ଏଇ କାର୍ଯ୍ୟକ୍ରମ ଆମେ କେମିତି ବ୍ୟାପକ ଭାବରେ ପ୍ରସାର କରିବୁ, ଯେହେତୁ ଏହା ଏକ ସରକାରୀ ଯୋଜନା, ତେଣୁ ଆମେ ଜିଲ୍ଲାପାଳଙ୍କର ସହାୟତା ନେବା ପାଇଁ ନିବେଦନ କରୁଛୁ। ଆଜ୍ଞା, ମୋ ନାଁ ହେଲା ଶେଖ ଜହିରୁଦ୍ଦିନ। ମୁଁ ମ୍ୟୁନିସିପାଲିଟି ଏରିଆରେ ଆମର ହେଉଛି 13 ନମ୍ବର ୱାର୍ଡ। ମୁଁ ଏଥିରେ ଯୋଡ଼ି ହେଇକି ବିଏମ୍ ପୋଷ୍ଟରେ ରହିଛି। ବିଏମ୍ ବ୍ରାଞ୍ଚ ମ୍ୟାନେଜର। ଯୋଡ଼ିକି ଆମେ ଚାହୁଁଛୁ ସମସ୍ତଙ୍କର ସୋଲାର ଯୋଉ ସିଷ୍ଟମ ଲାଗିବ, ଲଗା ହବ। ଆଉ ବିଜୁଳି ଯୋଉ ଆମର କରେଣ୍ଟ ଯୋଉଟା ରହୁଛି ବିଲ୍ ଯୋଜନାଟା ସେଟା କମିବ କେମିତି, ସେଇ ପାଇଁ ଯୋଜନା ଚଲେଇଛି। ଆଉ ଆମର ଏଇଟା ଯୋଉ ଲାଗିବ ସୋଲାରଟା, ଏ ସୋଲାରରେ ମିନିମମ୍ ପର ଡେ 15 ୟୁନିଟ୍ ଲେଖା ଆସିବ, ଉତ୍ପାଦନଟା ଆସିବ। ତା ଯେହେତୁ ଆମର ଏ କରେଣ୍ଟଟା ଚାଲିଲେ ଆଦ୍ର ବିଲ୍ଟା ମାଇନସ୍ ହେଇକି ଚାଲିବ। ଆଉ ଜଣେ ଆଣିକି ତା ଘରେ ଏଷ୍ଟାବ୍ଲିଶ କଲା, ମେଣ୍ଟେନାନ୍ସ ସବୁ ଆମ ତରଫରୁ ଅଛି। ଆମର ଏଠି କରାହଉଛି ଇନ୍ସୁରାନ୍ସ କରାହଉଛି, ଯେ ତାର ୱାରେଣ୍ଟି ଗ୍ୟାରେଣ୍ଟି ବି ରହୁଛି। ମିନିମମ୍ 5 ବର୍ଷରୁ 25 ବର୍ଷ ପର୍ଯ୍ୟନ୍ତ ରହୁଛି ଗ୍ୟାରେଣ୍ଟି। ଏଇ ହିସାବରେ ଏବେ ପର୍ଯ୍ୟନ୍ତ ଚାଲିଛି, 5-6ଟା ଖଣ୍ଡେ ଲଗା ହେଇଛି। ଏ ପର୍ଯ୍ୟନ୍ତ ରନିଂ କେମିତି ହବ ସେ ପାଇଁ ଆମେ ଯୋଜନା କରୁଛୁ। ଆଜ୍ଞା, ଏବେ ଆରମ୍ଭ ହଉଛି। ଆମେ ଚାହୁଁଛୁ ସବୁ ଜିନିଷ ସବୁ ଜାଗାରେ ଲଗେଇକି ସମସ୍ତଙ୍କର ସେବାରେ ରହିବୁ। ଆପଣ ଦେଖୁଥିଲେ ବର୍ତ୍ତମାନ ଆମେ ଯୋଉ ଆଲୋଚନା କରୁଥିଲୁ, ଏ ଗୋଟେ ଭଲ ପଦକ୍ଷେପ। କାରଣ ଏଇଭଳି ପଦକ୍ଷେପ ନେବା ଆବଶ୍ୟକତା ଅଛି। ଅତି ସ୍ୱଳ୍ପ ଖର୍ଚ୍ଚରେ ମାତ୍ର 50 ଟଙ୍କାରେ ଜଣେ ସୋଲାର ଲାଇଟ୍ ନିଜ ଘରେ ଲଗେଇ ପାରିବ। ନିହାତି ଭାବରେ ଭଲ ପଦକ୍ଷେପ। ସେ ସାଧାରଣ ଲୋକଙ୍କ ପାଇଁ ସମସ୍ତ ବର୍ଗର ଲୋକ ଏଇ ସୁବିଧାକୁ ହାତେଇ ପାରିବେ, ଏଇ ସୁବିଧାକୁ ପାଇପାରିବେ। ସେଥିପାଇଁ এই ଅର୍ଗାନାଇଜେସନର ପ୍ରୟାସ ଅଛି ଯେ ସରକାରଙ୍କ ସ୍କିମ୍କୁ କିପରି ଭାବରେ ବ୍ଲକ ୱାଇଜ କେନ୍ଦ୍ରାପଡ଼ାର 9ଟି ବ୍ଲକର ସମସ୍ତ ଯୋଉ ହିତାଧିକାରୀ ମାନେ ଏଇ ସୁବିଧା ପାଇପାରିବେ, ତାହିଁ ସେମାନଙ୍କର ଲକ୍ଷ୍ୟ। କାରଣ ଦିନକୁ ଦିନ ଯୋଉ ଅହେତୁକ ବିଦ୍ୟୁତ ଦର ବଢୁଛି, ତାହାର ଚାପରୁ ନିଜକୁ କିପରି ଭାବରେ ସେ
दिनलिपि लाइव को एबे ही लाइक शेयर सब्सक्राइब करंतु।